ଏହି ଭିଡ଼ିଓରେ ମୁଁ ପରମ ପ୍ରତିସରଣାଙ୍କ ଏବଂ ଆପେକ୍ଷିକ ପ୍ରତିସରଣାଙ୍କ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି ତାହାକୁ ବୁଝାଇବି। ତେବେ ପରମ ପ୍ରତିସରଣାଙ୍କର ଇଂରାଜୀ ହେଉଛି ଆବସଲ୍ୟୁଟ୍ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ଏବଂ ଆପେକ୍ଷିକ ପ୍ରତିସରଣାଙ୍କର ଇଂରାଜୀ ହେଉଛି ରିଲେଟିଭ୍ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ। ତେଣୁ ଏହି ଭିଡ଼ିଓରେ ଆମେ ଆବସଲ୍ୟୁଟ୍ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ଏବଂ ରିଲେଟିଭ୍ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି ତାହା ଦେଖିବା। ପ୍ରଥମେ ଚାଲନ୍ତୁ ପ୍ରତିସରଣାଙ୍କ বা ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ବିଷୟରେ କଥା ହେବା। ମୁଁ ଏ ଯେଉଁ ପରମ ଏବଂ ଆପେକ୍ଷିକ ଲାଗିଛି ତାକୁ ଛାଡ଼ି ଦେଉଛି, କେବଳ ପ୍ରତିସରଣାଙ୍କ କ'ଣ ତାହା ପ୍ରଥମେ ଚାଲନ୍ତୁ ବୁଝିବା। ତେବେ ପ୍ରତିସରଣାଙ୍କ ହେଉଛି ଅନ୍ୟ ଏକ ମାଧ୍ୟମ ତୁଳନାରେ ଗୋଟିଏ ମାଧ୍ୟମରେ ଆଲୋକର ବେଗ କେତେ ହ୍ରାସ ପାଏ। ତାମାନେ ଆମେ ଏଠାରେ କ'ଣ କରନ୍ତି, ଗୋଟିଏ ମାଧ୍ୟମରେ ଆଲୋକର ବେଗଟାକୁ ଅନ୍ୟ ଏକ ମାଧ୍ୟମ ସହିତ ତୁଳନା କରନ୍ତି ଏବଂ ଦେଖନ୍ତି ଯେ ସେ ମାଧ୍ୟମରେ ସେ ଅନ୍ୟ ମାଧ୍ୟମ ଠାରୁ ଆଲୋକର ବେଗ କେତେ କମି ଯାଉଛି ବା କେତେ ହ୍ରାସ ପାଉଛି। ତେବେ ଏଠାରେ ମୁଁ ନେଲି ଏନ୍ ଗ୍ଲାସ୍ ଭ୍ୟାକ୍ୟୁମ୍। ଏନ୍ ମାନେ କ'ଣ? ଏନ୍ ହେଉଛି ପ୍ରତିସରଣାଙ୍କର ସିମ୍ବଲ ଏବଂ ଜି ହେଉଛି ଗ୍ଲାସ୍, ଭି ହେଉଛି ଭ୍ୟାକ୍ୟୁମ୍ ଏବଂ ଏନ୍ ଗ୍ଲାସ୍ ଭ୍ୟାକ୍ୟୁମ୍ ହେଉଛି 1.5। ତା ମାନେ ମୁଁ କହିବାକୁ ଚାହୁଁଛି ଯେ ଗ୍ଲାସ୍ରେ ଭ୍ୟାକ୍ୟୁମ୍ ତୁଳନାରେ ଆଲୋକର ବେଗ 1.5 ଟାଇମ୍ସ କମ୍ ଥାଏ ଏବଂ ଏଠାରେ ମୁଁ ପ୍ରତିସରଣାଙ୍କର କୌଣସି ଏକକ ଲେଖି ନାହିଁ। କାହିଁକିନା ପ୍ରତିସରଣାଙ୍କର କୌଣସି ଏକକ ନଥାଏ। ତେବେ ଏଥିରେ ମୁଁ କ'ଣ ପାଇପାରିବି ଦେଖନ୍ତୁ। ଏଠାରେ କ'ଣ ଅଛି? ଏନ୍ ଗ୍ଲାସ୍ ଭ୍ୟାକ୍ୟୁମ୍ ମାନେ ମୁଁ ଗ୍ଲାସ୍ରେ ଆଲୋକର ବେଗ ଭ୍ୟାକ୍ୟୁମ୍ ଠାରୁ କେତେ କମ୍ ଅଛି ତାହା ମୁଁ ଏଠାରେ ଲେଖିଛି। ତେଣୁକରି ମୁଁ ଯଦି ସ୍ପିଡ୍ ଅଫ୍ ଲାଇଟ୍ ଇନ୍ ଗ୍ଲାସ୍ ବା ଭି ଗ୍ଲାସ୍ ବା ତାକୁ ମୁଁ ଓଡ଼ିଆରେ କହିବି ଯେ କାଚରେ ଆଲୋକର ବେଗ ହେଉଛି କେତେ ହୋଇଯିବ? ଆମେ କ'ଣ କହିଲେ? କାଚରେ ଆଲୋକର ବେଗ ଭ୍ୟାକ୍ୟୁମ୍ରେ ଆଲୋକର ଯାହା ବେଗ ଅଛି ଡିଭାଇଡେଡ୍ ବାଇ 1.5। କାହିଁକିନା ଭ୍ୟାକ୍ୟୁମ୍ରେ ଆଲୋକର ବେଗ ଯାହା ଅଛି ଗ୍ଲାସ୍ରେ ତାଠୁ 1.5 ଟାଇମ୍ସ କମ୍ ଅଛି। ତେଣୁକରି ଗ୍ଲାସ୍ରେ ଆଲୋକର ବେଗ ହୋଇଯିବ ସ୍ପିଡ୍ ଅଫ୍ ଲାଇଟ୍ ଇନ୍ ଭ୍ୟାକ୍ୟୁମ୍ ବା ଶୂନ୍ୟରେ ଆଲୋକର ବେଗ, ଯାହାକୁ ଆମେ ସିରେ ଦର୍ଶାଇଲେ, ବାଇ କେତେ? 1.5। କାହିଁକିନା ମୁଁ ବହୁତ ଥର କହିସାରିଲିଣି ଯେ ଗ୍ଲାସ୍ରେ ଯେହେତୁ ଏହାର ଗ୍ଲାସ୍ର ପ୍ରତିସରଣାଙ୍କ ଭ୍ୟାକ୍ୟୁମ୍ ରେସ୍ପେକ୍ଟରେ ବା ଭ୍ୟାକ୍ୟୁମ୍ ସହିତ ଯଦି ମୁଁ ତୁଳନା କରୁଛି ତାହେଲେ ତାହା ହେଉଛି 1.5। ତେଣୁକରି ଗ୍ଲାସ୍ରେ ଆଲୋକର ବେଗ ଭ୍ୟାକ୍ୟୁମ୍ ଠାରୁ 1.5 ଟାଇମ୍ସ କମ୍। ତେଣୁକରି ମୁଁ ଲେଖିଦେଲି ଭି ଜି ଇଜ୍ ଇକ୍ୱାଲ୍ ଟୁ ସି ବାଇ 1.5। ତେବେ ଆମେ ସିର ଭ୍ୟାଲ୍ୟୁ ଜାଣିଛନ୍ତି। ସିର ଭ୍ୟାଲ୍ୟୁ କେତେ? 3 × 10⁸ ମିଟର ପର୍ ସେକେଣ୍ଡ। ଶୂନ୍ୟରେ ଆଲୋକ 3 × 10⁸ ମିଟର ପର୍ ସେକେଣ୍ଡରେ ଗତି କରିଥାଏ। ବାଇ କେତେ ଲେଖିଦେଲି? 1.5। ତେବେ ଆମେ ଜାଣିଛନ୍ତି 3/1.5 ହେଉଛି କେତେ? 2। ତେଣୁକରି ଗ୍ଲାସ୍ରେ ଆଲୋକର ବେଗ କେତେ ହୋଇଗଲା? 2 × 10⁸। ଏବେ ଆଉ ଏକ ଉଦାହରଣ ନେବା। ଆଉ ଏକ ଉଦାହରଣ କ'ଣ? ଏନ୍ ୱାଟର ଅଏଲ୍ ମାନେ ଜଳର ତେଲ କମ୍ପାରିଜନରେ ପ୍ରତିସରଣାଙ୍କ କେତେ? ତେବେ ଏଠାରେ ଲେଟ୍ସ ଆମକୁ ତ କେଉଁ ତେଲ ଦିଆଯାଏ, ଆମକୁ ଏଠାରେ ଦିଆଯାଇଛି ଖାଲି ଏତିକି ଏନ୍ ୱାଟର ଅଏଲ୍ ଇଜ୍ ଇକ୍ୱାଲ୍ ଟୁ 2। ତା ମାନେ ଏଠି ମୁଁ କାହା ସହିତ କାହାକୁ କମ୍ପେୟାର କରୁଛି ବା ତୁଳନା କରୁଛି? ଏଠି ମୁଁ ଜଳରେ ଆଲୋକର ବେଗକୁ ତେଲରେ ଆଲୋକର ବେଗ ସହିତ ତୁଳନା କରୁଛି। ଯେହେତୁ ଏଠାରେ ଏନ୍ ୱାଟର ଅଏଲ୍ 2 ହେଉଛି, ତା ମାନେ ଏଠାରେ ୱାଟରରେ ଆଲୋକର ବେଗ ଅଏଲ୍ରେ ଆଲୋକର ବେଗ ଠାରୁ 2 ଗୁଣା କମ୍, ମାନେ ବାଇ 2। ତେଣୁକରି ମୁଁ ଏଠାରେ ଲେଖିଦେଇପାରିବି ସ୍ପିଡ୍ ଅଫ୍ ଲାଇଟ୍ ଇନ୍ ୱାଟର ଇଜ୍ ଇକ୍ୱାଲ୍ ଟୁ ସ୍ପିଡ୍ ଅଫ୍ ଲାଇଟ୍ ଇନ୍ ଅଏଲ୍ ବାଇ କେତେ? 2। କାହିଁକିନା ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ବା ପ୍ରତିସରଣାଙ୍କର ମାନେ ହିଁ ଏହା ହେଇଯାଉଛି ଯେ ଗୋଟେ ମିଡିୟମ୍ ତୁଳନାରେ ଆର ମିଡିୟମ୍ ବା ମାଧ୍ୟମରେ ଆଲୋକର ବେଗ କେତେ ବା କେତେ କମ୍ ଅଛି, କେତେ କମ୍ ଅଛି। ତେଣୁକରି ଆମେ ଏଠାରେ କହିଦେଲେ ଯେ ଯେହେତୁ ଏନ୍ ୱାଟର ଅଏଲ୍ 2 ଦେଇଛି, ତେଣୁକରି ମୁଁ ସେଇଥିରୁ ଜାଣିଗଲି ଯେ ଅଏଲ୍ ତୁଳନାରେ ୱାଟରରେ ଆଲୋକର ବେଗ 2 ଟାଇମ୍ସ କମ୍ ଅଛି ବା ଅଏଲ୍ରେ ଆଲୋକର ବେଗ ଯେତିକି ପାଣିରେ ଆଲୋକର ବେଗ ହେଉଛି ତାର ଅଧା, ବାଇ 2। ତେବେ ଏଠାରେ ମୋତେ କେଉଁ ଅଏଲ୍ ତାହା ଦିଆଯାଏ ନାହିଁ। ତେଣୁକରି ମୋତେ ଜଣା ନାହିଁ ଯେ ଏଠାରେ କେଉଁ ଅଏଲ୍ ବିଷୟରେ ଆମେ କଥା ହେଉଛନ୍ତି। ତେଣୁକରି ମୋତେ ଜଣା ନାହିଁ ଯେ ସେ ଅଏଲ୍ରେ ଆଲୋକର ବେଗ କେତେ। ଯଦି ମୋତେ ଅଏଲ୍ରେ ଆଲୋକର ବେଗ ଜଣାଥାନ୍ତା ତାହେଲେ ମୁଁ ପାଣିରେ ଆଲୋକର ବେଗଟିକୁ ନିର୍ଣ୍ଣୟ କରିପାରିଥାନ୍ତି। ବର୍ତ୍ତମାନ ଏ ପ୍ରଥମ ଉଦାହରଣଟି ଦେଖନ୍ତୁ। ଯେହେତୁ ମୁଁ ଭ୍ୟାକ୍ୟୁମ୍ ବା ଶୂନ୍ୟରେ ଆଲୋକର ବେଗ ଜାଣିଥିଲି, ତେଣୁକରି ମୁଁ ଗ୍ଲାସ୍ରେ ବା କାଚରେ ଆଲୋକର ବେଗ ନିର୍ଣ୍ଣୟ କରିଦେଇପାରିଲି। ତେବେ ମୁଁ ଯଦି ଏହିପରି ଭ୍ୟାକ୍ୟୁମ୍ ସହିତ କମ୍ପେୟାର କରି ବା ଶୂନ୍ୟ ସହିତ କମ୍ପେୟାର କରି ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ଜାଣିଦେବି, ତାହେଲେ ମୁଁ ସେ ମିଡିୟମ୍ରେ ବା ସେ ମାଧ୍ୟମରେ ଆରାମରେ ଆଲୋକର ବେଗକୁ ନିର୍ଣ୍ଣୟ କରିଦେଇପାରିବି। ତେଣୁକରି ଆମେ
ଭ୍ୟାକ୍ୟୁମ୍ ବା ଶୂନ୍ୟକୁ ସବୁ ସହିତ କମ୍ପେୟାର କରି ଲେଖିଥାନ୍ତି। ତେଣୁକରି ଆମେ ଏଠାରେ ଯଦି ଭ୍ୟାକ୍ୟୁମ୍ଟାକୁ ନ ଲେଖିବା ତାହେଲେ ମଧ୍ୟ ଚଳିଯିବ। ଯଦି ମୁଁ ଏଠାରେ ଭ୍ୟାକ୍ୟୁମ୍ ନ ଲେଖି ଖାଲି ଲେଖୁଛି ଏନ୍ ଗ୍ଲାସ୍ ଇଜ୍ ଇକ୍ୱାଲ୍ ଟୁ 1.5 ତାହେଲେ ବି ମୁଁ ବୁଝିଯିବି ଯେ ଏଠାରେ ସେ କାହା ସହିତ କମ୍ପେୟାର କରୁଛି, ଭ୍ୟାକ୍ୟୁମ୍ ସହିତ କମ୍ପେୟାର କରୁଛି ବା ଶୂନ୍ୟ ସହିତ କମ୍ପେୟାର କରୁଛି। ଯଦି ଏଠାରେ କୌଣସି ଅନ୍ୟ ମିଡିୟମ୍ ଦିଆଯାଇ ନାହିଁ, କେବଳ ଗୋଟାଏ ମିଡିୟମ୍ ଦିଆଯାଇଛି, ତାହେଲେ ମୁଁ ସେଥିରୁ ବୁଝିଯିବି ଯେ ଏ ଯେଉଁ ସେକେଣ୍ଡ ମିଡିୟମଟି ବା ଯାହା ସହିତ ତୁଳନା କରୁଛନ୍ତି ସେଟା ହେଉଛି କ'ଣ, ଭ୍ୟାକ୍ୟୁମ୍ ବା ଶୂନ୍ୟ। ତେବେ ଚାଲନ୍ତୁ ଆଉ ଏକ ଉଦାହରଣ ନେବା। ଯଦି ମୁଁ ଲେଖିଦେଲି ଏନ୍ ୱାଟର, ତା ମାନେ ମୁଁ ଏଠି କ'ଣ କରୁଛି, ଆର ମିଡିୟମଟି କ'ଣ ଅଛି, ମୋର ଭ୍ୟାକ୍ୟୁମ୍ ଅଛି। ତା ମାନେ ମୁଁ ଏଠି ଭ୍ୟାକ୍ୟୁମ୍ ସହିତ ବା ଶୂନ୍ୟ ସହିତ ତୁଳନା କରୁଛି। ତାହା କି ହେଉଛି କେତେ, ଏନ୍ ୱାଟର ହେଉଛି 1.33। ତା ମାନେ ମୁଁ ଏଥିରୁ ଏହା କହିଦେଇପାରିବି ଯେ ୱାଟରରେ ଆଲୋକର ବେଗ ଭ୍ୟାକ୍ୟୁମ୍ ବା ଶୂନ୍ୟର ଆଲୋକର ବେଗ ଠାରୁ 1.33 ଟାଇମ୍ସ କମ୍। ବା ତାକୁ ଏମିତି ମଧ୍ୟ କହିପାରିବି ଯେ ଶୂନ୍ୟରେ ଆଲୋକର ବେଗ ୱାଟରରେ ଆଲୋକର ବେଗ ଠାରୁ 1.33 ଟାଇମ୍ସ ଅଧିକ। ଦେଖନ୍ତୁ ମୁଁ ଏଠାରେ କିଛି ଆଉ ଲେଖି ନାହିଁ, ୱେନ୍ ୱାଟର ଭ୍ୟାକ୍ୟୁମ୍ ଲେଖି ନାହିଁ। କାହିଁକି, ଆମେ ଯଦି କେବଳ ଗୋଟାଏ ମିଡିୟମ୍ ଲେଖିଛନ୍ତି ବା ଗୋଟାଏ ମାଧ୍ୟମ ଲେଖିଛନ୍ତି ତାହେଲେ ଆମେ ବୁଝିଯିବା ଯେ ଏଠାରେ ଆମେ କାହା ସହିତ ତୁଳନା କରୁଛନ୍ତି, ଭ୍ୟାକ୍ୟୁମ୍ ସହିତ ବା ଶୂନ୍ୟ ସହିତ ତୁଳନା କରୁଛନ୍ତି। ତେଣୁକରି ଏଠାରେ ଆମକୁ ଆଉ ଲେଖିବାର ଦରକାର ନାହିଁ। କିନ୍ତୁ ଯଦି ଭ୍ୟାକ୍ୟୁମ୍ ନଥାଇ ମୁଁ ଆଉ ଗୋଟେ ମିଡିୟମ୍ ସହିତ ତୁଳନା କରୁଛି, ମନେକର ଏଠାରେ ଯେମିତି ୱେନ୍ ୱାଟର ଅଏଲ୍ ଅଛି, ତାହେଲେ ମୋତେ କ'ଣ କରିବାକୁ ପଡ଼ିବ, ତାହେଲେ ମୋତେ ଦୁଇଟି ଯାକ ମିଡିୟମ୍ ଲେଖିବାକୁ ପଡ଼ିବ। ତେଣୁକରି ଏଇ ଯେଉଁ ଦୁଇଟି ଜିନିଷ ଆସିଲା ଆମେ ଆକୁ ଅଲଗା ଅଲଗା ନାଁ ଦେଇଦେଲେ ବାସ୍। କ'ଣ, ଯେଉଁଠାରେ ଆମେ ଭ୍ୟାକ୍ୟୁମ୍ ବା ଏୟାର ସହିତ ତୁଳନା କରୁଛନ୍ତି ତାହାକୁ ଆମେ କହିଦେଲେ ପରମ ପ୍ରତିସରଣାଙ୍କ ବା ଆବସଲ୍ୟୁଟ୍ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ। କିନ୍ତୁ ଯେଉଁଠାରେ ଦୁଇଟି ମିଡିୟମ୍ ଦେଇଛି ଏବଂ ଆମେ ତାକୁ ଆଲୋକର ବେଗକୁ ପରସ୍ପର ସହିତ ତୁଳନା କରୁଛନ୍ତି ସେଠାରେ ଆମେ ତାକୁ କ'ଣ କହିଦେବା, ସେଠାରେ ଆମେ ତାକୁ କହିଦେବା ଆପେକ୍ଷିକ ପ୍ରତିସରଣାଙ୍କ। ମାନେ ଆମେ ଗୋଟିଏ ମାଧ୍ୟମ ତୁଳନାରେ ଅନ୍ୟ ମାଧ୍ୟମରେ ଆଲୋକର ବେଗ ତୁଳନା କରୁଛନ୍ତି ବା କମ୍ପେୟାର କରୁଛନ୍ତି।